ରବିବାବୁଙ୍କ ବିଷୟରେ ତ କିଛି କହିବା ପାଇଁ ମୋ ପାଖରେ ଭାଷା ନାହିଁ। ସିଏ ଗୋଟେ ଏମିତି ପ୍ରତିଭା, ଏମିତି ଗୋଟେ ଲୋକ, ମାନେ ତାକୁ ଆପଣ ମୋ ଅପେକ୍ଷା ପିପିଲି ଲୋକମାନେ ବହୁତ କହିପାରିବେ, ବହୁତ ଜାଣିଛନ୍ତି। ମୁଁ ତାଙ୍କୁ ଚଳଚ୍ଚିତ୍ର ଏଇ ହିସାବରେ ଯେତିକି ଜାଣିଛି ସେତିକି। ଏତେ ଅମାୟିକ ଲୋକ, ଏତେ ଭଲ ପାଇବା ଆର୍ଟିଷ୍ଟ ମାନଙ୍କୁ ସେ ଏତେ ଭଲ ପାଆନ୍ତି। କେତେ ବଡ଼ ବଡ଼ କଳାକାରଙ୍କୁ ଇଣ୍ଟ୍ରୋଡ୍ୟୁସ କରିଛନ୍ତି, କେତେ ଡାଇରେକ୍ଟର, କେତେ ଆସିଷ୍ଟାଣ୍ଟ ଡାଇରେକ୍ଟର। ଏଇ ବାପି କେତେ ପପୁଲାର ହେଇଥିଲେ, ଟି ସୌରୀ ଏତେ ବଢିଆ ଗୀତ ଗାଉଥିଲେ, କିନ୍ତୁ ଉଦଣ୍ଡି ସୀତାରେ ସେ କେତେ ମାଇଲେଜ ପାଇଲେ, କେତେ କଲେ, ସେ ବି ତ ସମସ୍ତେ ସେ ବିଷୟରେ ଜାଣନ୍ତି। ତେଣୁ ରବିବାବୁଙ୍କ ବିଷୟରେ ତ କିଛି କହିହବନି। ସେ ତ ଗୋଟେ ମାନେ 4ଟି ସିନେମା କରିଛନ୍ତି, ଆଉ 4ଟି ସିନେମା ଲୋକମାନଙ୍କ ମନରୁ କେବେ ବି ଯିବନି। ମାନେ ଆଖି ଆଗରେ ପୁରା ସବୁ ସିନେମା ଗୁଡାକ ଗୋଟି ଗୋଟି ହେଇ ଦେଖାଯାଏ। ଯେହେତୁ ସିଏ ମୂଳରୁ ଶେଷ ପର୍ଯ୍ୟନ୍ତ ପେପର ୱାର୍କଠୁ ଆରମ୍ଭ କରି ପିକ୍ଚର ରିଲିଜ ହେଲା ପର୍ଯ୍ୟନ୍ତ ସେ ଇନଭଲ୍ଭ ଥାନ୍ତି ସବୁଥିରେ, ସିନେମାରେ, ଷ୍ଟୋରିରେ, ମ୍ୟୁଜିକରେ, ସିଟିଂ, ସବୁ ବିଷୟରେ। ତେଣୁ ତାଙ୍କ ସିନେମା ସେଥିପାଇଁ ଏତେ ଭଲ ହୁଏ। ପିକନିକ୍ କରି ସେ ଦେଖନ୍ତି, ବାଛନ୍ତି। ଆଉ ସମସ୍ତଙ୍କର ଅଭିନୟ, ମୁଁ ଭାବେ ବୋଧେ ବିଜୟ ଭାଇ ଏତେ ଭଲ ଅଭିନୟ କରିଛନ୍ତି, ତାଙ୍କ ସିନେମାରେ ଅନ୍ୟ କେହି କରିପାରିବେନି। ଅପରାଜିତା ମହାନ୍ତି କୁହନ୍ତୁ, ସମସ୍ତେ ସମସ୍ତେ ବଳ୍ପ ବହୁତ ବହୁତ ସୁନ୍ଦର ସୁନ୍ଦର ଅଭିନୟ କରିଛନ୍ତି। ମୁଁ ତ ଗୋଟେ ଛୋଟିଆ ରୋଲଟେ କରିଥିଲି, କିନ୍ତୁ ସବୁଠୁ ବଡ କଥା ହଉଛି ବୋହୂ ହେଲା ଏମିତି ଯେତେବେଳେ ମୁଁ କଲି, ସେଟା ଏଇ ଘରେ ସୁଟିଂ ହେଲା। ଆଉ ମାସ ମାସ ଧରି ଏଇ ଘରେ ମୁଁ ରହିଛି, ସବୁଦିନେ ଆସେ, ଏଠି ସୁଟିଂ ହୁଏ, ସକାଳୁ ଯାଉ, ବହୁତ ଦିନ ଡେରି ହେଇଯାଇଥିଲି ମୁଁ ଏଇଠି ରୁହେ। ଆଉ ରବିବାବୁଙ୍କର ଏତେ ଭଲ ପାଇବା, ଏତେ ସ୍ନେହ ମମତା, ସମସ୍ତେ ଏଇଠି ପୋଖରୀରୁ ମାଛ ଧରା ହବ, ରୋଷେଇ ହବ, ଖାଇବୁ। ସେମିତି ପ୍ରଡ୍ୟୁସର ଆଉ ମିଳିବେନି ଜୀବନରେ, ଆଉ କେହି ବି ପାଇପାରିବେନି ଏମିତି ଗୋଟେ ପ୍ରଡ୍ୟୁସର, କେବେ ବି ମିଳିବେନି। ଆଉ ତାଙ୍କର ସେଇ ଭଲ ପାଇବା ମତେ ଆଜି କଟକରୁ ଏଇଠିକି ଟାଣି ଆଣିଛି। ଦେହ ଅସୁସ୍ଥ ଥିଲେ ବି ଯାହା ବି ହଉ, କିନ୍ତୁ ଭାରି ଇଚ୍ଛା ହେଲା ନାଇଁ ମୁଁ ଟିକେ ଯାଏ। ଆଉ ତ କେବେ ଯାଇପାରିବି ନ ଯାଇପାରିବି, ଅନ୍ତତଃ ଆଜି ଟିକେ ଯାଇକି ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଟିକେ ଯୋଗ ଦେଇକି ଆସେ। এটা ଗୋଟେ ବହୁତ ବଡ ଦୁଃଖର କଥା। ପିପିଲି ମାଟି ଗୋଟେ ସୁଯୋଗ୍ୟ ସନ୍ତାନକୁ ତାର ହରେଇଲା। ମଣିଷ ମରିବ ଦିନେ, ଜନ୍ମ ହେଲେ ଦେବତା ବି ମରେ, ସାର୍ଥକ ଜୀବନ ତାର ଯାହା ପାଇଁ ଗୋଡି ମାଟି ଛୁରେ। ତେଣୁ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ପିପିଲି ମାଟି ଅନେକ ସୁଯୋଗ୍ୟ ସନ୍ତାନକୁ ଜନ୍ମ ଦେଇଛି। ସମାଜସେବୀଠୁ ଆରମ୍ଭ କରି, ଲଢୁଆ ପୁଅଠୁ ଆରମ୍ଭ କରି, ସାହିତ୍ୟିକ, ନେତା, କଳାକାର, ସେମାନଙ୍କ ଭିତରେ ଏ ଜଣେ ଅନନ୍ୟ ବ୍ୟକ୍ତିତ୍ବ। ଯେପର୍ଯ୍ୟନ୍ତ ଚଳଚ୍ଚିତ୍ର ଜଗତ ଓଡ଼ିଆର ବଞ୍ଚିଥିବ, ସେ ପର୍ଯ୍ୟନ୍ତ ଏ ବିଶିଷ୍ଟ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ସମସ୍ତେ ଓଡ଼ିଆ ମାଟି ପାଣି ପବନ ଝୁଲୁଥିବ। ଯେଉଁ 4ଟି ଚଳଚ୍ଚିତ୍ର ଓଡ଼ିଆ ସିନେମାକୁ ପ୍ରଦାନ କରିଛନ୍ତି, ସେ ସମସ୍ତଙ୍କର ହୃଦୟଗ୍ରାହୀ ହୋଇଥିଲା। ମୋର ସ୍ୱାମୀ ଦିବଙ୍ଗତ ନେତା ଶ୍ରୀଯୁକ୍ତ ମହାରଥୀ ସେ 4ଟି ଭିତରୁ ସବୁଠୁ ବେଶୀ ଭଲ ପାଉଥିଲେ କି ହେବ ଶୁଆ ପୋଷିଲେ। ଯେତେ ଥର ଦିଏ ସେତେ ଥର ସିଏ ଦେଖନ୍ତି, ମୁଁ ମଧ୍ୟ ବସିକି ଦେଖେ। ତେଣୁ ସବୁଠୁ ବେଷ୍ଟ ଚଳଚ୍ଚିତ୍ର ବୋଧେ ଆଜି ପର୍ଯ୍ୟନ୍ତ ଓଡ଼ିଆ ସିନେମାକୁ ଯିଏ ପ୍ରଦାନ କରିଛନ୍ତି ସେ ହେଉଛନ୍ତି ସ୍ୱର୍ଗତ ରବି ସ୍ୱାଇଁ ମହୋଦୟ। ତେଣୁ ତାଙ୍କର ଏଇ ସ୍ମୃତି ସଭାକୁ ମୁଁ ଯୋଗ ଦେବା ପାଇଁ ଆସିଛି, ନିଜକୁ ଭାଗ୍ୟବତୀ ମନେ କରୁଛି। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ଶ୍ରଦ୍ଧାଞ୍ଜଳି ସଭା, ତେଣୁ ସମସ୍ତେ ତ ଆସିଛେ, 2 ଦିନର ଦୁନିଆ, ସମୟ ଆସିଲେ ଯିବାକୁ ହବ, କିନ୍ତୁ କୀର୍ତ୍ତି ହିଁ ଅମ୍ଳାନ ହେଇ ରହିଯାଏ ଏଠି। ତେଣୁ ସେଇ ବ୍ୟକ୍ତିଙ୍କର ସେଇ ଅମ୍ଳାନ କୃତିତ୍ୱକୁ ଆମେ ଝୁରିବା, ତାଙ୍କର ପଦାଙ୍କ ଅନୁସରଣ କରିବା। ଓମ୍ ଶାନ୍ତି। ଓଡ଼ିଶାର ଜଣେ ପ୍ରତିଷ୍ଠିତ ସଫଳ ଉଦ୍ୟୋଗୀ ଏବଂ ପୁରୀ ଜିଲ୍ଲାର ଗୋଟେ କୃତି ସନ୍ତାନ, ଜଣେ ଆଦର୍ଶବାନ ଲୋକ ଏବଂ ଗୋଟେ ଡିଟରମିନ୍ ଥିବା ଲୋକ, ଯୋଉଟାକି କହନ୍ତି ଯୋଉଥିରେ ସେ ମନୋନିବେଶ କରିବେ ସେ ସେଥିରୁ ଓହରନ୍ତିନି। ଏବଂ ତାଙ୍କର ବହୁମୁଖୀ ପ୍ରତିଭା ଭିତରେ କଳା ସଂସ୍କୃତି ପାଇଁକା ତାଙ୍କର ଯେତିକି ଅବଦାନ, ଏବଂ କମ୍ ସମୟ ଭିତରେ ମଧ୍ୟ ତାକୁ ମଧ୍ୟ ସେ ବହୁତ ଲୋକପ୍ରିୟ କରାଇ ପାରିଥିଲେ, ନିଜେ ମଧ୍ୟ ଲୋକପ୍ରିୟ ହେଇଥିଲେ। କିନ୍ତୁ ସେ କୌଣସି ପ୍ରଚାର ଧର୍ମୀ ଲୋକ ନଥିଲେ। ନିଜକୁ ପ୍ରଚାର କରିବା ବା ନିଜ କଥା କହିବା, ଅନ୍ୟ ଆଡ଼େ ବଢ଼େଇକି ଦେଖେଇବା, ଭାରି ସେ ସିମ୍ପଲ ଲୋକ ଥିଲେ, ସରଳ ଲୋକ ଥିଲେ। ସେମିତି ଲୋକ ଦେଖିଲେ ବି ଜାଣିପାରିବେନି ଯେ ଏଡ଼େ ବଡ଼ ଲୋକ। କିନ୍ତୁ ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ଏବଂ ଯେଉଁ କାର୍ଯ୍ୟ ସେ କରିବାକୁ ଚାହାନ୍ତି
ତାକୁ ସେ କରିକି ଦେଖାନ୍ତି। ବହୁତ ଅନୁଷ୍ଠାନ ସବୁ ସେ ତିଆରି କରିଦେଇଯାଇଛନ୍ତି ଯାହାକି ସବୁଦିନ ପାଇଁ ତାଙ୍କୁ ମନେ ରଖିବ। ସେ ଲୋକ ଯିଏ ସେଠି ପାଠ ପଢୁଥିବେ ବା ଯିଏ ସେଠି ଚଳିକି ଦାନା ପାଣି ପାଇଥିବେ, ବହୁତ ଲୋକ ସେ ଦାନା ପାଣି ପାଇଛନ୍ତି ତାଙ୍କ ଯୋଗୁଁ। ଆଜି ମଧ୍ୟ ତାଙ୍କର ଅବର୍ତ୍ତମାନରେ ସେ ଯାହା ତିଆରି କରିକି ଯାଇଛନ୍ତି ଅନୁଷ୍ଠାନ ସବୁ, ସେ ଅନୁଷ୍ଠାନରେ ବହୁତ ଲୋକ ଉପକୃତ ହେଉଛନ୍ତି। ମୁଁ ତାଙ୍କର ସହିତ ସଂସ୍ପର୍ଶରେ ଆସିଛି ଅନେକ ଦିନ ତଳୁ ଏବଂ ତାଙ୍କର ସାହାଯ୍ୟ ସହଯୋଗ ମଧ୍ୟ ପାଇଛି ଆମ କାର୍ଯ୍ୟରେ। ତେଣୁ ମୁଁ ମଧ୍ୟ କେବେ ଭାବେ ନାହିଁ ଯେ ସେ ଗୋଟେ ଆମ ପରିବାରରୁ ଅଲଗା ଲୋକ, କାହିଁକିନା ତାଙ୍କର ପରିବାରର ପ୍ରତ୍ୟେକ କାର୍ଯ୍ୟରେ ମୁଁ ଯାଏ, ଏଠି ଯାଏ, ତାଙ୍କ ଗାଁରେ ବି ଯାଏ, ସବୁ ତାଙ୍କ ଗାଁର ପରିବାର ଲୋକ ମଧ୍ୟ ମୋତେ ଭାବନ୍ତି ପରିବାରର ଲୋକ ଭଳିଆ। ମୁଁ ମଧ୍ୟ ତାଙ୍କୁ ବଡ଼ ଭାଇ ଭଳିଆ ସମ୍ମାନ କରେ, ବଡ଼ ଭାଇ ଭଳିଆ ସବୁବେଳେ ଦେଖେ। ଆଜି ମଧ୍ୟ ଯେତେବେଳେ ମୁଁ ଦେଖୁଛି ମଧ୍ୟ ସମସ୍ତଙ୍କୁ ଗାଁରୁ ସବୁ ଲୋକ ମଧ୍ୟ ଆସିଛନ୍ତି ଏବଂ ସେ ମଧ୍ୟ କେବଳ ପିପିଲିକୁ ଆସିଲା ପରେ ମଧ୍ୟ ତାଙ୍କ ଗାଁକୁ କେବେ ସେ ଭୁଲି ନାହାନ୍ତି। ସବୁବେଳେ ଗାଁ ସହିତ ତାଙ୍କର ସମ୍ପର୍କ, ଗାଁ ଲୋକଙ୍କ ସହିତ ସମ୍ପର୍କ, ଯେତେ ତାଙ୍କ ଭାଇ ତାଙ୍କ ପରିବାରକୁ ଏକଜୁଟ କରିକି ରଖିବାରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ସେ ଜଣେ ଅତି ପବିତ୍ର ଆତ୍ମାର ଲୋକ। ଆଜି ମହାପ୍ରଭୁ ତାଙ୍କୁ ନେଇଯାଇଛନ୍ତି। ତାଙ୍କ ପରିବାରକୁ କେବଳ କଷ୍ଟ ହେଇଛି ତା ନୁହେଁ, ଯେ ସମସ୍ତଙ୍କୁ କଷ୍ଟ ହେଇଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଥରେ ବି ଆସିଥିବ ସମସ୍ତଙ୍କୁ ମଧ୍ୟ ଏକୁ ବାଧିଥିବ ଏବଂ କଷ୍ଟ ହେଇଥିବ। ତାଙ୍କର ବିୟୋଗ ସମସ୍ତଙ୍କୁ ଦୁଃଖ ଆଘାତ କରିଥିବ। ମୁଁ ବିକ୍ରମାଦିତ୍ୟ ସ୍ୱାଇଁ, ମୁଁ ସ୍ୱର୍ଗତ ରବି ସ୍ୱାଇଁଙ୍କର ପୁତୁରା, ବଡ଼ ପୁତୁରା ମୁଁ। ଆଜି ତ ମୋର ବଡ଼ ବାପା ଆଉ ନାହାନ୍ତି, ଆମେ ସବୁ ଭାଙ୍ଗି ପଡ଼ିଛୁ। ମାନେ ଆମର ପରିଚୟ ବି ସବୁ ନଷ୍ଟ ହେଇଯାଇଛି। ଆମେ ତାଙ୍କ ଯୋଉ ପରିଚିତ ଥିଲୁ, ରବି ସ୍ୱାଇଁଙ୍କ ପୁତୁରା ବୋଲି କହିକି ମୁଁ ପରିଚିତ ହେଉଥିଲି, ଆଉ ସେଟା ନାହିଁ। ଗୋଟେ ପ୍ରକାର ମୋ ପରିବାରର ବି ଅନ୍ତ ହେଇଯାଇଛି। ଆମେ ଆଉ ତାଙ୍କୁ ନେଇ ଯୋଉ ଆଗକୁ ବଢ଼ୁଥିଲୁ ସେ ଆଉ ନାହିଁ ଏବେ ଆଉ। ତେଣୁ ସେ ଯୋଉଠି ବି ଅଛନ୍ତି ଭଲରେ ରୁହନ୍ତୁ, ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ମୁଁ କରୁଛି।